ଘରେ ଗୋଟିଏରୁ ଅଧିକ ତୁଳସୀ ବୃକ୍ଷ ଲଗାଇ ହେବ କି ନାହିଁ ଏବଂ କ'ଣ ରହିଛି ଏହା ପଛର ଧାର୍ମିକ ମାନ୍ୟତା? ତେବେ ଚାଲନ୍ତୁ ଆଜି ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଭାରତ ଗୋଟିଏ ହିନ୍ଦୁ ବହୁଳ ରାଷ୍ଟ୍ର ଏବଂ ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଅନେକ ମର୍ଯ୍ୟାଦା ଦିଆଯାଇଥାଏ। ତେଣୁ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ବୃକ୍ଷ ଆମେ ଅନେକ ମାତ୍ରାରେ ଦେଖିବାକୁ ପାଇଥାଉ। ତୁଳସୀ ବା ମା ବୃନ୍ଦାବତୀଙ୍କୁ ଗୃହର ରକ୍ଷାକାରିଣୀ କୁହାଯାଇଥାଏ। କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ଆୟୁର୍ବେଦର ଚିକିତ୍ସାଳୟରେ ତୁଳସୀର ଅନେକ ମହତ୍ତ୍ୱ ରହିଛି। ସେଥିପାଇଁ ଅନେକ ଅଣ-ହିନ୍ଦୁ ପରିବାରରେ ମଧ୍ୟ ତୁଳସୀ ବୃକ୍ଷ ଦେଖିବାକୁ ମିଳିଥାଏ। ଏହା ସହ ତୁଳସୀ ଗଛ ବାସ୍ତୁ ଦୃଷ୍ଟିରୁ ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଆଜି ଆସନ୍ତୁ ଜାଣିବା, ଶାସ୍ତ୍ର ମତରେ ଆମେ ଗୋଟିଏ ଘରେ ଗୋଟିଏରୁ ଊର୍ଦ୍ଧ୍ୱ ତୁଳସୀ ରଖିପାରିବା କି ନାହିଁ। ମାନ୍ୟତା ଅନୁଯାୟୀ କିଛିଟା ନିର୍ଦ୍ଦିଷ୍ଟ ସଂଖ୍ୟାର ତୁଳସୀ ବୃକ୍ଷ ଘରେ ଲଗାଇବା ଶୁଭ ଅଟେ। ଯେପରିକି ଆପଣ ଯଦି ଘରେ ତୁଳସୀ ବୃକ୍ଷ ଲଗାଉଛନ୍ତି, ତେବେ 1, 3, 5, 7 ଏହିଭଳି ସଂଖ୍ୟାର ତୁଳସୀ ଲଗାଇ ପାରିବେ। ଏହା ବାସ୍ତୁ ଦୃଷ୍ଟିରୁ ଶୁଭ ହୋଇଥାଏ। ତୁଳସୀ ବୃକ୍ଷ କଦାପି ସିଧାସଳଖ ମାଟି ଉପରେ ଲଗାନ୍ତୁ ନାହିଁ। ଏହା ସକାରାତ୍ମକ ପ୍ରଭାବ ଦେଇନଥାଏ। ତେଣୁ ଯେବେ ବି ତୁଳସୀ ଲଗାଉଛନ୍ତି, ଏହାକୁ ଗୋଟିଏ ମାଟି କୁଣ୍ଡ କିମ୍ବା କୌଣସି ଚଉରାରେ ଲଗାଇବା ଜରୁରୀ। କଦାପି ରବିବାର, ଏକାଦଶୀ, ଗୁରୁବାରରେ ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ, କାହିଁକି ନା ଏଥିରେ ଦେବତାଙ୍କର ବାସ ହୋଇଥାଏ। ଏହାଛଡ଼ା ଗ୍ରହଣ ସମୟ, ପରାଗ ସମୟ, ସଂକ୍ରାନ୍ତି ଦିନ, ପୂର୍ଣ୍ଣିମା ଦିନ ଓ ସନ୍ଧ୍ୟା ସମୟରେ ତୁଳସୀ ବୃକ୍ଷ ଲଗାଇବା ଉଚିତ ନୁହେଁ। ଏହା ସମୃଦ୍ଧିରେ ବାଧା ଆଣିଥାଏ। ତେବେ ଭିଡ଼ିଓଟି କିପରି ଲାଗିଲା ତଳେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ରହୁଛି, ଜୟ ଜଗନ୍ନାଥ।